ପିଲାମାନେ ଆର୍ମି ଅର୍ଡିନାନ୍ସ କର୍ପ୍ସ ବା ଏଓସିର ଗ୍ରୁପ୍ ସି ସିଭିଲିଆନ୍ ପଦବୀରେ ମୋଟ 2615ଟି ପୋଷ୍ଟ ଭ୍ୟାକେନ୍ସି ଆସିଛି, ଯେଉଁଥିରେ କି ଟ୍ରେଡମେନ୍ସରେ ଆମର 1769ଟି, ଫାୟାରମ୍ୟାନରେ 520ଟି, ଜୁନିୟର ଅଫିସ୍ ଆସିଷ୍ଟାଣ୍ଟ 104ଟି, ମଲ୍ଟିଟାସ୍କିଂ ବା MTSର 142ଟି ଏବଂ ମେଟେରିଆଲ ଆସିଷ୍ଟାଣ୍ଟର 50ଟି ପୋଷ୍ଟ ଭ୍ୟାକେନ୍ସି ରହିଛି। ଆମର କ୍ୱାଲିଫିକେସନ୍ ହେଉଛି ଟ୍ରେଡ୍ସମ୍ୟାନ୍ ମେଟ୍, ଫାୟାରମ୍ୟାନ୍ ଏବଂ MTS ପାଇଁ 10th ପାସ୍, ଜୁନିୟର ଅଫିସ୍ ଆସିଷ୍ଟାଣ୍ଟ ପାଇଁ 12th ପାସ୍, ଯେଉଁଥିରେ ଟାଇପିଂ ସ୍ପିଡ୍ ଆମର ଇଂଲିଶରେ 35 ୱାର୍ଡ଼ ପାର୍ ମିନିଟ୍ ଏବଂ ହିନ୍ଦୀରେ 30 ୱାର୍ଡ଼ ପାର୍ ମିନିଟ୍ ରହିବା ଆବଶ୍ୟକ। ସେହିପରି ମେଟେରିଆଲ ଆସିଷ୍ଟାଣ୍ଟ ପାଇଁ ଆମର ଏନି ଷ୍ଟ୍ରିମ୍ ଗ୍ରାଜୁଏସନ୍ ଦରକାର, ମାନେ ଆର୍ଟ୍ସ, ସାଇନ୍ସ, କମର୍ସ ବା ଯେଉଁଥିରେ ହେଉ ଡିଗ୍ରୀ ଥିବା ଆବଶ୍ୟକ। ଏହାର ସାଲାରୀ କଥା ଯଦି କହିବା, ଟ୍ରେଡ୍ସମ୍ୟାନ୍ ମେଟ୍ ଏବଂ MTS ପାଇଁ ପେ ଲେଭେଲ୍ 1 ବେସ୍ରେ ହେଉଛି, ଯାହାର କି ବେସିକ୍ ପେ ଆମର 18,000ରୁ ନେଇକି 56,900 ପର୍ଯ୍ୟନ୍ତ ହୋଇପାରେ। ଠିକ୍ ସେପରି ଫାୟାରମ୍ୟାନ୍ ଏବଂ ଜୁନିୟର ଅଫିସ୍ ଆସିଷ୍ଟାଣ୍ଟ, ଯାହାକି ପେ ସ୍କେଲ୍ ଲେଭେଲ୍ 2 ହିସାବରେ, ଯାହାର କି ବେସିକ୍ ପେ 19,900ରୁ ନେଇକି 63,200 ଏବଂ ମେଟେରିଆଲ ଆସିଷ୍ଟାଣ୍ଟ ପାଇଁ ଆମର ପେ ଲେଭେଲ୍ 5 ଅନୁସାରେ ବେସିକ୍ ପେ ହେଉଛି 29,200ରୁ 92,300। ଏହା ହେଉଛି ଆମର ବେସିକ୍ ପେ ସ୍କେଲ୍ ହିସାବରେ ଏଇଟା, କିନ୍ତୁ ଇନ୍ ହ୍ୟାଣ୍ଡ ସାଲାରୀ ଏହାଠୁ ଅଧିକ ମଧ୍ୟ ହୋଇପାରେ, ଯାହାର କି ଏଜ୍ ଲିମିଟ୍ ବା ବୟସ ସୀମା ହେଉଛି ଆମର 20ରୁ 25 ବର୍ଷ ଧାର୍ଯ୍ୟ କରାଯାଇଛି। ଏଜ୍ ଗଭର୍ଣ୍ଣମେଣ୍ଟ ରୁଲ୍ ଆମର ଏଜ୍ ରିଲାକ୍ସେସନ୍ ବି ରହୁଛି, ଘବରେଇବାର କିଛି ନାହିଁ। ଯେମିତିକି OBC ପାଇଁ 3 ବର୍ଷ, SC ST 5 ବର୍ଷ ଯେଉଁ ରହୁଛି, ଠିକ୍ ସେହିପରି ଆମର ଏଜ୍ ରିଲାକ୍ସେସନ୍ ଏଥିରେ ମଧ୍ୟ ରହୁଛି। ଯାହାର କି ଆପ୍ଲାଏ ଅନଲାଇନ୍ଟା ଆମର 24 ଅଗଷ୍ଟରୁ 23 ସେପ୍ଟେମ୍ବର ମଧ୍ୟରେ ହେବାର ସମ୍ଭାବନା ଅଛି। ଯେହେତୁ ଆମର ଏହାର ଅଫିସିଆଲ୍ ନୋଟିଫିକେସନ୍ଟି ଆସିନାହିଁ, 24 ଅଗଷ୍ଟରେ ଆସିବାର ଆଶା ରଖାଯାଇଛି, ତ ଆପଣମାନେ ଆପଣଙ୍କର ଡକୁମେଣ୍ଟ ରେଡ଼ି କରି ରଖନ୍ତୁ ଏବଂ ଅଫିସିଆଲ୍ ନୋଟିଫିକେସନ୍ ଆସିଲା ପରେ ଆପ୍ଲାଏ କରିପାରିବେ। ଠିକ୍ ଅଛି। ଯଦି ଆପଣ ଏହି ଭ୍ୟାକେନ୍ସିର ସମ୍ପୂର୍ଣ୍ଣ ନୋଟିଫିକେସନ୍, ପୋଷ୍ଟ ୱାଇଜ୍ ଏଲିଜିବିଲିଟି, ଏଜ୍ ଲିମିଟ୍, ଆପ୍ଲିକେସନ୍ ଫି ଏବଂ ଅନଲାଇନ୍ ଫର୍ମ କିପରି ଫିଲ୍ଅପ୍ କରିବେ ଜାଣିବାକୁ ଚାହୁଁଛନ୍ତି, ତ ଭିଡ଼ିଓଟିକୁ ଲାଇକ୍ କରିବେ, ସାଙ୍ଗମାନଙ୍କ ପାଖକୁ ସେୟାର କରିବେ, ଯଦ୍ୱାରା କି ଇନଫର୍ମେସନ୍ଟି ଅନ୍ୟମାନଙ୍କ ପାଖକୁ ପହଞ୍ଚି ପାରିବ। ଏବଂ ଯଦି ଚ୍ୟାନେଲରେ ନୂଆ ଅଛନ୍ତି, ତାହେଲେ ଚ୍ୟାନେଲଟାକୁ ସବସ୍କ୍ରାଇବ୍ ନିଶ୍ଚିତ ଭାବେ କରିଦେବେ, କାହିଁକିନା ଆପଣଙ୍କର ଗୋଟିଏ ସବସ୍କ୍ରାଇବ୍ ଆମକୁ ମୋଟିଭେସନ୍ ଦିଏ ଏପରି ଭିଡ଼ିଓ ଆଣିବା ପାଇଁ। ଏବଂ ଆପଣମାନଙ୍କ ସମସ୍ତଙ୍କୁ ମୁଁ ରିକ୍ୱେଷ୍ଟ କରିବି ଯେ ଆପଣମାନେ ଆମର ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇଯାନ୍ତୁ, ଯାହାକି ଡେସ୍କ୍ରିପସନ୍ ଲିଙ୍କରେ ଆମର ଅଛି, ଯଦ୍ୱାରା କି ସେଥିରେ ଆପଣମାନେ PDF ପାଇପାରିବେ, କାହିଁକିନା ଟେଲିଗ୍ରାମରେ ହିଁ PDF ଦିଆଯାଇପାରିବ ଏବଂ ସେଥିରେ କରେଣ୍ଟ ଆଫେୟାର୍ସ, ମ୍ୟାଥ୍ ସବୁର ପୁରୁଣା ବର୍ଷର ଆମର କ୍ୱେଶ୍ଚନ୍ ଗୁଡ଼ା ବି ତାର PDF ହେଇକି ଆସୁଛି, ଯଦ୍ୱାରା କି ଆପଣମାନଙ୍କୁ ପ୍ରିପାରେସନ୍ କରିବା ପାଇଁ ସୁବିଧା ହେବ। ତ ଆଉ ଥରେ କହି ରଖିବି, ଟେଲିଗ୍ରାମରେ ଜଏନ୍ ହୁଅନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚିତ ଭାବେ କରନ୍ତୁ। ଧନ୍ୟବାଦ।